ଓଡ଼ିଶାରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଯେଉଁ ପ୍ରକାର ଭାବରେ ଅତ୍ୟାଚାର କରାଯାଉଛି ତାର ଜ୍ୱଳନ୍ତ ଉଦାହରଣ ବର୍ତ୍ତମାନ ମାଲକାନଗିରିର ପରିସ୍ଥିତି। ମାଲକାନଗିରିରେ ନିକଟରେ 20-22 ଲୋକମାନଙ୍କୁ ହଣା ହେଲା, ରକ୍ତାକ୍ତ କରାଗଲା, ଆଉ ସେମାନଙ୍କୁ ମେଡିକାଲରେ ମଧ୍ୟ ଭଲ ଟ୍ରିଟମେଣ୍ଟ କରାଗଲା ନାହିଁ। ସେମାନଙ୍କ ଉପରେ ଆକ୍ରମଣ କରିଥିବା ଲୋକମାନଙ୍କୁ ଆରେଷ୍ଟ କରିବା ପାଇଁ ଯେତେବେଳେ ଏଫଆଇଆର ଦିଆଗଲା ବହୁତ ବିଳମ୍ବ କରାଗଲା। ସତେ ଯେମିତି ସେମାନେ କିଛି କରିନାହାନ୍ତି, ତାଠୁ ତ ଭଲ ସେମାନେ ଯଦି କୌଣସି ପ୍ରକାରେ ଗୋଟେ ପଶୁକୁ ମାରିଥାନ୍ତେ, ପଶୁମାନଙ୍କୁ ଜଙ୍ଗଲର ଜନ୍ତୁମାନଙ୍କୁ ମାରିଥାନ୍ତେ, ତାହେଲେ ତୁରନ୍ତ ସେମାନଙ୍କ ଉପରେ ଆକ୍ସନ୍ ନିଆଯାଇଥାନ୍ତା। ଆଶ୍ଚର୍ଯ୍ୟ କଥା ଏହା, ଗୋଟିଏ ପଟେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ରକ୍ତାକ୍ତ କରି ମାରିବା ପରେ ମଧ୍ୟ ସେମାନଙ୍କ ଉପରେ ଆରୋପ ଲଗାଇ ରାଜରାସ୍ତାରେ ଆନ୍ଦୋଳନ କରାଯାଉଛି ଯେ ମାଲକାନଗିରିରେ ଧର୍ମାନ୍ତରୀକରଣ ଚଳିବ ନାହିଁ। ଚିନ୍ତା କରନ୍ତୁ କେତେ ଆଶ୍ଚର୍ଯ୍ୟ ବିଷୟ। ଯେଉଁ ଲୋକମାନେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି, ସେମାନେ ରାଜରାସ୍ତାକୁ ଆସିକିରି ଆନ୍ଦୋଳନ କରୁଛନ୍ତି ଯେ ଖ୍ରୀଷ୍ଟିଆନ ଲୋକମାନଙ୍କର ଆକ୍ଟିଭିଟି ଚଳିବ ନାହିଁ। ଏଇଟା ହେଲା ଓଡ଼ିଶାର ବର୍ତ୍ତମାନର ପରିସ୍ଥିତି। ଆଉ ମିଡ଼ିଆ କଥା ତ କହିଲେ ନ ଚଳେ। ଯେତେବେଳେ ସେହି ଘଟଣା ଘଟିଲା, ମିଡ଼ିଆବାଲାମାନେ କ'ଣ କଲେ? ମିଡ଼ିଆବାଲାମାନେ କହିଲେ ଦୁଇ ସମ୍ପ୍ରଦାୟ ମଝିରେ ଝଗଡ଼ା, ମାନେ ଖ୍ରୀଷ୍ଟିଆନ ଆଉ ହିନ୍ଦୁ ସମ୍ପ୍ରଦାୟ ମଝିରେ ସେଇଟା ଗୋଟେ ଫାଇଟ୍, ଯୁଦ୍ଧ କରିକିରି ସେମାନେ ସେମିତି ହେଇଛନ୍ତି ବୋଲି କହିଲେ। ତେବେ ଦୁଃଖର ବିଷୟ ଏହା ଯେ ଖ୍ରୀଷ୍ଟିଆନ ଲୋକମାନେ ରକ୍ତାକ୍ତ ଅବସ୍ଥାରେ ଦେଖାଗଲେ, ହିନ୍ଦୁ ଲୋକମାନେ ତ ସେମିତି ରକ୍ତାକ୍ତ ଅବସ୍ଥାରେ ଦେଖାଯିବା ଦରକାର। ଯଦି ପରସ୍ପର ଯୁଦ୍ଧ ହେଇଥିଲା, ଯଦି ପରସ୍ପର ଦୁଇ ସମ୍ପ୍ରଦାୟ ମଧ୍ୟରେ ଯୁଦ୍ଧ ହେଇଥିଲା, ତାହେଲେ ଉଭୟ ପାର୍ଶ୍ୱର ଲୋକମାନଙ୍କର ଅବସ୍ଥାକୁ ସାମ୍ନାକୁ ଆଣିବାର ଥିଲା ମିଡ଼ିଆବାଲାମାନେ। ଓଡ଼ିଶାରେ ଯେକୌଣସି ଜାଗାରେ ଖ୍ରୀଷ୍ଟିଆନ ଲୋକମାନେ ତାଡ଼ିତ ହେବେ, ଖ୍ରୀଷ୍ଟିଆନ ଲୋକମାନେ ମାଡ଼ ଖାଇବେ, ଖ୍ରୀଷ୍ଟିଆନ ଲୋକମାନେ ଅତ୍ୟାଚାରର ଶିକାର ହେବେ, ସେତେବେଳେ ମିଡ଼ିଆ ଗୋଟିଏ କଥା କହିବ ଯେ ଦୁଇ ସମ୍ପ୍ରଦାୟ ମଝିରେ ଝଗଡ଼ା, ମାନେ ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ଆକ୍ରମଣ କରୁଥିଲେ। ଯେମିତି କୋରାପୁଟର କଥା ହେଉ, ରାୟଗଡ଼ାର କଥା ହେଉ, କିମ୍ବା କନ୍ଧମାଳର କଥା ହେଉ, ଗଜପତିର କଥା ହେଉ, ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା, ଏମିତି କହି ସେମାନେ କଥାଟାକୁ ରଫା ଦଫା କରିବା ପାଇଁ ଚେଷ୍ଟା କରନ୍ତି। ଆଉ ଖାସ୍ କଥା, ସେ ମାଲକାନଗିରିର ଘଟଣାକୁ ନେଇ ଯେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାରାଜ ହେଉଥିଲେ, ସେହି ସମୟରେ ଜଣେ ବ୍ୟକ୍ତି ଯାହାଙ୍କର ନାଁ ହେଲା ମାନସ ଚୌଧୁରୀ, ସେ ଆନ୍ଦୋଳନରେ ଅଂଶୀ ହେଇଥିଲେ ଏବଂ ପୋଲିସକୁ ସେ ଦାବି କରିଥିଲେ, ପୋଲିସକୁ ସେ ଅନୁରୋଧ କରିଥିଲେ ଯେ କାହିଁକି ସେମାନଙ୍କୁ ଗିରଫ କରାଗଲା ନାହିଁ, ଯେଉଁ ଲୋକମାନେ ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ତାଡ଼ନା କରିଥିଲେ। ସେହି ସମୟରେ ଗୋଟିଏ ମିଡ଼ିଆରେ ଏମିତି ଦେଖେଇଲେ ଯେ ମାନସ ଚୌଧୁରୀ କଂଗ୍ରେସକୁ ବୁଡ଼େଇବେ, କଂଗ୍ରେସ ପାର୍ଟିକୁ ମାନସ ଚୌଧୁରୀ ସମ୍ପୂର୍ଣ୍ଣ ଭାବରେ ବୁଡ଼େଇ ଦେବେ, କାରଣ ସେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ସମର୍ଥନ କରି ଖ୍ରୀଷ୍ଟିଆନ ଲୋକମାନଙ୍କ ସପକ୍ଷରେ ଠିଆ ହେଉଛନ୍ତି। ଭକ୍ତଙ୍କ କଂଗ୍ରେସକୁ ବୁଡ଼ାଇ ଦେବେ ମାନସ, ବିକ୍ଷୋଭ ନାଁରେ ଗୁଣ୍ଡାରାଜ କରୁଛନ୍ତି ମାନସ। ମାନସଙ୍କ ଖୁଲମଖୁଲା ଦାଦାଗିରି ଭକ୍ତଙ୍କ କଂଗ୍ରେସକୁ ପଡ଼ିବ ଭାରି। ସବୁ ଧର୍ମକୁ କଂଗ୍ରେସ ଦେଇ ଆସୁଛି ସମ୍ମାନ, ଗୋଟିଏ ଧର୍ମକୁ ନେଇ କାହିଁକି ରାଜନୀତି କରୁଛନ୍ତି ମାନସ? କେତେ ଲଜ୍ଜାଜନକ କଥା, କେତେ ଛୋଟ ମାନସିକ ଏହି ମିଡ଼ିଆବାଲାମାନଙ୍କର, ଯେଉଁ ଲୋକମାନେ କି ଅଳ୍ପ ସଂଖ୍ୟକ ଲୋକମାନଙ୍କୁ ସାହାଯ୍ୟ କରିବା ଗୋଟେ ଖରାପ କାମ, ଗୋଟେ ଗୁଣ୍ଡାଗର୍ଦ୍ଦିର କାମ, ନିଜ ଫାଇଦା ପାଇଁ କରୁଥିବା କାମ। ଆରେ ଭାଇ, ଜଣେ ଯଦି ନିଜ ଫାଇଦା ପାଇଁ କିଛି କରିବ, ରାଜନୈତିକ ଫାଇଦା ପାଇଁ, ତେବେ ତ ସେ ବହୁ ସଂଖ୍ୟକ ଲୋକମାନଙ୍କ ପାଇଁ କରିବ ନା, କାରଣ ବହୁ ସଂଖ୍ୟକ ଲୋକମାନେ ତାକୁ ଭୋଟ ଦେଲେ ସେ ଜିତିବ। ଯଦି ମାନସ ଚୌଧୁରୀ ଗୋଟେ ଲିଡର ହେବା ପାଇଁ ଚାହିଁଥାନ୍ତେ କିମ୍ବା ଗୋଟେ ନେତା ହୋଇ ରାଜନୀତିରେ ଗାଦି ପାଇଁ କରିଥାନ୍ତେ, ତାହେଲେ ସେ ଅଳ୍ପ ସଂଖ୍ୟକ ଲୋକମାନଙ୍କ ପାଇଁ ନୁହେଁ, ବରଂ ସେ ବହୁ ସଂଖ୍ୟକ ଲୋକମାନଙ୍କ ପାଇଁ କାମ କରିଥାନ୍ତେ, ଯେମିତି ଆଉ ବିଜେପି କରୁଅଛି, RSS କରୁଅଛି।
ସେଇଟା ହେଲା ବାସ୍ତବରେ ନିଜ ସ୍ୱାର୍ଥ ପାଇଁ କରିବା। ଆଉ ମାନସ ଚୌଧୁରୀ ଅଳ୍ପ ସଂଖ୍ୟକ ଲୋକମାନଙ୍କ ପାଇଁ କଲେ। ଅଳ୍ପ ସଂଖ୍ୟକ ଲୋକମାନେ ଭୋଟ ଦେଲେ କ'ଣ ମାନସ ଚୌଧୁରୀ ମୁଖ୍ୟମନ୍ତ୍ରୀ ହେଇଯିବେ କି? କିନ୍ତୁ ନାଇଁ, ମିଡ଼ିଆବାଲାମାନେ କହିବେ ଯେ ମାନସ ଚୌଧୁରୀ କଂଗ୍ରେସକୁ ବୁଡ଼େଇବାକୁ ବସିଲେ। ସେ ହିନ୍ଦୁ ହୋଇ ମଧ୍ୟ ଯଦି ଖ୍ରୀଷ୍ଟିଆନ ଲୋକମାନଙ୍କ ସପୋର୍ଟରେ ଠିଆ ହେଇଛନ୍ତି, ତାର ଅର୍ଥ ହେଲା ସେ ବାସ୍ତବରେ ନିଜ ହିନ୍ଦୁତ୍ୱର ମର୍ଯ୍ୟାଦାକୁ ସେ ରକ୍ଷା କରିଛନ୍ତି। କାରଣ ହିନ୍ଦୁ ଧର୍ମ କୁହେ ସବୁ ଲୋକମାନଙ୍କୁ ନିଜ କୁଟୁମ୍ବ ଭଳି ଦେଖିବା, ସମସ୍ତଙ୍କୁ ସ୍ୱାଗତ କରିବା। ସେଥିପାଇଁ ସେ ମାନସ ଚୌଧୁରୀ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ ରାଜରାସ୍ତାକୁ ଓହ୍ଲେଇଲେ। ବର୍ଷାରେ ସେ ଓଦା ହୋଇ ଯାଇ ପ୍ରଦର୍ଶନ କଲେ। ଆଉ ମାଲକାନଗିରିରେ ରକ୍ତାକ୍ତ ହୋଇଥିବା ସେ ଖ୍ରୀଷ୍ଟିଆନ ଲୋକମାନଙ୍କର ନ୍ୟାୟ ପାଇଁ ଦାବି କଲେ। ଯଦି ମାନସ ଚୌଧୁରୀ ଜଣେ ଆସିକି ଦାବି କଲେ, ଭୁଲ କ'ଣ କଲେ? ସେଥିରେ କୁହାଯାଉଛି ଯେ ମାନସ ଚୌଧୁରୀ କୁଆଡ଼େ କଂଗ୍ରେସକୁ ବୁଡ଼େଇ ଦେବେ। କେତେ ଲଜ୍ଜାଜନକ କଥା, କେତେ ଆଶ୍ଚର୍ଯ୍ୟ କଥା। ଯେଉଁ ମିଡ଼ିଆ ଅଳ୍ପ ସଂଖ୍ୟକ ଲୋକମାନଙ୍କର ଦୁଃଖକୁ ସାମ୍ନାକୁ ଆଣିବା କଥା, ସେଇ ମିଡ଼ିଆ କହୁଛି ଯେ ମାନସ ଚୌଧୁରୀ ଅଳ୍ପ ସଂଖ୍ୟକ ଲୋକମାନଙ୍କୁ ଧରି ରାଜନୀତି କରୁଛନ୍ତି ନିଜ ଫାଇଦା ପାଇଁ। ନିଜ ଫାଇଦା ପାଇଁ ଯଦି କିଏ ରାଜନୀତି କରୁଅଛି, ସେ ବହୁ ସଂଖ୍ୟକ ଲୋକମାନଙ୍କୁ ଧରି ରାଜନୀତି କରେ। କାରଣ ବହୁ ସଂଖ୍ୟକ ଲୋକମାନେ ଭୋଟ ଦେଲେ ସେ ନେତା ହେଇଯିବ। ଆଉ ଆଜି ଆପଣ ଜାଣନ୍ତି ଖ୍ରୀଷ୍ଟିଆନ ଲୋକମାନେ ପ୍ରତ୍ୟେକ ଅଞ୍ଚଳରେ କୋଣେ କୋଣେ ମାଇନରିଟି ଅଟନ୍ତି। ସେଥିପାଇଁ ବୋଧେ ଅନେକ ବଡ଼ ବଡ଼ ନେତାମାନେ ଖ୍ରୀଷ୍ଟିଆନ ଲୋକମାନଙ୍କର ତାଡ଼ନାକୁ ନେଇ ଆବାଜ ଉଠାନ୍ତି ନାହିଁ। ସେ ସେକୁଲାର ହେଲେ ମଧ୍ୟ ଆବାଜ ଉଠାନ୍ତି ନାହିଁ। ସେମାନେ ଅନ୍ୟାନ୍ୟ ସମସ୍ତ ମୁଦ୍ଦାକୁ ନେଇକି ଆବାଜ ଉଠାନ୍ତି, କଥା କରନ୍ତି। ଯେତେବେଳେ ଦଳିତ ଲୋକମାନଙ୍କ ଉପରେ ଅତ୍ୟାଚାର ହୁଏ ସେତେବେଳେ ମଧ୍ୟ କଥା କୁହନ୍ତି, କିନ୍ତୁ ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ଅତ୍ୟାଚାର ହେବା ସମୟରେ କଥା ପ୍ରାୟତଃ କୁହନ୍ତି ନାହିଁ। ସେଇଟା ହେଲା ଆଜି ଆମ ଓଡ଼ିଶାର, ଆମ ଦେଶର ଆଉ ଅବସ୍ଥା। ଆଜି ଆମ ଦେଶ ଏମିତି ଗୋଟେ ଦିନରେ ପହଞ୍ଚି ଯାଇଛି ଯାହାକି ଖ୍ରୀଷ୍ଟିଆନ ଲୋକକୁ ଗୋଟେ ମାଛି ପୋକଠାରୁ ମଧ୍ୟ ହୀନ କରାଯାଏ। ସ୍ଥାନେ ସ୍ଥାନେ ଅନେକ ସ୍ଥାନରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆକ୍ରମଣ ଉପରେ ଆକ୍ରମଣ କରାଯାଏ। ସେଇଟାକୁ ସମ୍ପୂର୍ଣ୍ଣ ଲୁଚେଇ ଦିଆଯାଏ। ଏତେ ତଳକୁ ଖସନ୍ତି ଲୋକମାନେ ଯେ ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ ଉଲଗ୍ନ କରି ଗଛରେ ବାନ୍ଧି ପିଟନ୍ତି। ଏଇଟା ହେଲା ଆମ ଦେଶର ବର୍ତ୍ତମାନର ପରିସ୍ଥିତି। କିନ୍ତୁ ସେହି ଖ୍ରୀଷ୍ଟିଆନ ଲୋକମାନେ ଆମ ଭାରତକୁ, ଆମ ଓଡ଼ିଶାକୁ ଶିକ୍ଷିତ କରିବାରେ, ସୁସ୍ଥ ରଖିବାରେ ଦିନ ରାତି ପରିଶ୍ରମ କରନ୍ତି। ମେଡ଼ିକାଲ ଫ୍ୟାସିଲିଟି ଦିଅନ୍ତି, ସ୍କୁଲ କଲେଜ ଫ୍ୟାସିଲିଟି ଦିଅନ୍ତି। ସେମାନେ ସେ ସମସ୍ତ କାମ ଛାଡ଼ି ଆମ ଭାରତ ବିରୋଧରେ ଲଢ଼େଇ କରନ୍ତି ନାହିଁ, ବରଂ ଭାରତରେ କୋଟି କୋଟି ରୋଗୀମାନଙ୍କର ସେମାନେ ସେବା କରନ୍ତି। କୋଟି କୋଟି ଆଘାତପ୍ରାପ୍ତ ଲୋକମାନଙ୍କୁ ସେମାନେ ସେବା କରନ୍ତି। ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ରଦାନ କରନ୍ତି। ଏଇଟା ହେଲା ଖ୍ରୀଷ୍ଟିଆନ ଲୋକମାନଙ୍କର କାମ। ତା ବଦଳରେ ସେମାନଙ୍କୁ କ'ଣ ଦିଆଯାଏ? ସେମାନଙ୍କୁ ମାଡ଼ ମରାଯାଏ, ତାଙ୍କର ଘର ଭାଙ୍ଗି ଦିଆଯାଏ। ଡାଇରେକ୍ଟ ହେଉ କିମ୍ବା ଇନଡାଇରେକ୍ଟ ଷଡ଼ଯନ୍ତ୍ର କରି ସେମାନଙ୍କୁ ଭାରତରୁ ତାଙ୍କର ସଂଖ୍ୟାକୁ କମାଇବା ପାଇଁ ଚେଷ୍ଟା କରାଯାଏ। ମୁଁ ବିଗତ ଭିଡ଼ିଓ ମାନଙ୍କରେ କହିଛି ଯେ ଖ୍ରୀଷ୍ଟିଆନ ଲୋକମାନଙ୍କର ସଂଖ୍ୟା ବଢ଼ିଲେ ଭାରତରେ ଉନ୍ନତି ବଢ଼ିବ, ଶିକ୍ଷା ବଢ଼ିବ। ସେ କଥାକୁ ଅନେକ ଲୋକମାନେ କହିଲେ ଲିଙ୍ଗରାଜ ନାୟକ ଏମିତି କହୁଛି, ଖ୍ରୀଷ୍ଟିଆନ ଲୋକମାନଙ୍କର ଦ୍ୱାରା ଭାରତ ଶିକ୍ଷିତ ହେଉଛି ବୋଲି କହୁଛି। ସେମିତି ନୁହେଁ, ସେଟା ମୁଁ ନାହିଁ। ଭାରତର ଏସିଆର ଜଣେ ବଡ଼ ଶିକ୍ଷିତ ବ୍ୟକ୍ତି, ଜଣେ ଟିଚର ଖାନ୍ ସାର୍ କହୁଛନ୍ତି ଯେ ଭାରତର ଶିକ୍ଷା ବ୍ୟବସ୍ଥା ଖ୍ରୀଷ୍ଟିଆନ ଲୋକମାନଙ୍କର କାନ୍ଧରେ। ସେତେବେଳେ କେତେ ଲୋକମାନେ ଆସି କହୁଛନ୍ତି ଯେ ଦେଖ ଲିଙ୍ଗରାଜ ଯେମିତି କହୁଛି ସେମିତି କହୁଛି। ମୁଁ କହୁନାହିଁ, ଶିକ୍ଷିତ ଲୋକମାନେ କହୁଛନ୍ତି, ଆଉ ତାହା ବାସ୍ତବ ଅଟେ, ତାହା ସତ୍ୟ ଅଟେ। ଲୋକମାନେ କେବେ ଆଖି ଖୋଲିବେ, କେବେ ଜାଣିବେ, କେବେ ବୁଝିପାରିବେ, ତାହା ହେଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା।